ଏବେ ପୁଣି ଫେରିଲା କାଳିଆ ଟଙ୍କା। ଯଦି ଆପଣ ଟଙ୍କା ପାଇବାକୁ ଚାହୁଁଛନ୍ତି ତାହେଲେ ଚାଲନ୍ତୁ ଜାଣିବା। କିନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଗୋଟିଏ କଥା କହିଦେଉଛି। ଏହି ଭିଡ଼ିଓରେ ଆମେ କାଳିଆ ଯୋଜନା କିପରି ଟଙ୍କା ପାଇବା ଏବଂ ମୋଦି ଯୋଜନା କରିଥିବା 5 ବର୍ଷ ରାସନ ଫ୍ରି ସେହି ବାବଦକୁ ମଧ୍ୟ ଆଗରେ ଜାଣିବା। କିନ୍ତୁ ଯଦି ଆପଣ ଆମର ଏହି ଭିଡ଼ିଓଟିକୁ ଦେଖିନାହାନ୍ତି ତାହେଲେ ଯାଇ ଯଥାଶୀଘ୍ର ଦେଖିନିଅନ୍ତୁ, କାରଣ ଏଥିରେ ଆମେ ପ୍ରଥମରୁ ଆପଣଙ୍କୁ ବତାଇଛୁ କିପରି କାଳିଆ ଟଙ୍କା ପାଇବେ ଓ ନୂଆଖାଇରେ କିପରି ମିଳିବ ଏହି ଭିଡ଼ିଓରେ ଜାଣନ୍ତୁ। ଭିଡ଼ିଓର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନରେ ଦେଇଦେଇଛି, ଆପଣ ନିଶ୍ଚିତ ଭାବେ ଦେଖିନେବେ। ଯଦି ଆପଣଙ୍କର ମଧ୍ୟ କୌଣସି ପୁରୁଣା ଟଙ୍କା କିମ୍ବା ନୋଟ୍ ଅଛି ତାହେଲେ ଭିଡ଼ିଓ ଡିସ୍କ୍ରିପ୍ସନରେ ଯାଇ ମଧ୍ୟ ଦେଖିପାରିବେ ତାହା ବଦଳରେ କିପରି 5 ଲକ୍ଷ ଟଙ୍କା ପାଇପାରିବେ। କାଳିଆ ଯୋଜନାକୁ ନେଇ ଆସିଗଲା ଆଉ ଏକ ବଡ଼ ଖବର, ଯାହା ପାଇଁ ଆଗକୁ ଆପଣଙ୍କୁ ମିଳିବାକୁ ଯାଉଛି ଟଙ୍କା। ଦର୍ଶକ ବନ୍ଧୁ, ଯଦି ଆପଣ ଏହି କାଳିଆ ଯୋଜନା ହିତାଧିକାରୀ ଅଟନ୍ତି ଆପଣଙ୍କ ପାଇଁ ଆସିଗଲା ଆଉ ଏକ ବଡ଼ ଖୁସି ଖବର। କମ୍ ଦିନ ମଧ୍ୟରେ ଆପଣଙ୍କ ଖାତାରେ ଆସିପାରିବ 2000 ଟଙ୍କା। ଆପଣ ନିହାତି ଭାବରେ ଜାଣିଥିବେ ଯେ ଆମ ରାଜ୍ୟ ସରକାର ଗତ କିଛି ମାସ ତଳେ କାଳିଆ ଯୋଜନା ହିତାଧିକାରୀଙ୍କ ଖାତାକୁ 2000 ଟଙ୍କା ଲେଖାଏଁ ପଠାଇଥିଲେ। ଖାସ୍ କରି ସେହି ଲୋକମାନଙ୍କୁ ଯେଉଁ ଲୋକମାନଙ୍କର ଭୂମିହୀନ ତାଲିକାରେ ନାମ ରହିଛି ସେମାନେ ମଧ୍ୟ ପାଇଛନ୍ତି 2000 ଟଙ୍କା। ଏହି ମଧ୍ୟରେ ଆଉ ଏକ କିସ୍ତିର ଆସିବାକୁ ଯାଉଛି। କ'ଣ ଆପଣ ଜାଣିଛନ୍ତି କି ଏହି ଟଙ୍କା କାହିଁକି ଆସୁଛି? କାରଣ ଆଗକୁ ଇଲେକ୍ସନ୍ ଆସୁଛି, ସେଥିପାଇଁ କାଳିଆ ଟଙ୍କା ବଣ୍ଟାଯାଉଅଛି। ଯଦି ଆପଣ ମଧ୍ୟ ଏହି ଇଲେକ୍ସନର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତାହେଲେ ଯଥାଶୀଘ୍ର ବ୍ୟାଙ୍କକୁ ଯାଇ KYC ଆଉଥରେ ଆପ୍ଲାଏ କରନ୍ତୁ। କାରଣ ଆପଣ ଜାଣିଥିବେ ଯେ KYC ପୂର୍ବରୁ ମଧ୍ୟ ଆପ୍ଲାଏ କରିଛନ୍ତି, କିନ୍ତୁ 6 ମାସକୁ ଥରେ ଲେଖାଏଁ ଆପଣଙ୍କୁ KYC ଆପ୍ଲାଏ କରିବାକୁ ପଡ଼ିଥାଏ। କାରଣ ନହେଲେ KYC ଆପଣଙ୍କ ଆକାଉଣ୍ଟଟି କଟିଯାଏ। ଯଦି ଆପଣ କରିନାହାନ୍ତି ତାହେଲେ ଯଥାଶୀଘ୍ର କରିନିଅନ୍ତୁ, କାରଣ ଏବେ ଇଲେକ୍ସନ୍ ଆସୁଛି, ଆପଣ ନିଶ୍ଚିନ୍ତ ଭାବେ କାଳିଆ ଟଙ୍କା ପାଇପାରିବେ। କାଳିଆ ଯୋଜନା ଟଙ୍କା ଆସନ୍ତୁ ଜାଣିବା କିପରି ଆପଣମାନେ ଏହି ଟଙ୍କା ଆବେଦନ କରିପାରିବେ। ଆପଣମାନେ ନିହାତି ଭାବରେ ଜାଣିଥିବେ ଯେ ଆମ ରାଜ୍ୟ ସରକାର ପ୍ରତିବର୍ଷ 2ଟି କିସ୍ତିରେ 4000 ଟଙ୍କା ମଧ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥାନ୍ତି। ହେଲେ ଏହି ମେ ମାସ 10 ତାରିଖ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ରାଜ୍ୟ ସରକାର ସେହି ଅବସରରେ ସରକାରଙ୍କ କାଳିଆ ଯୋଜନା ଟଙ୍କା ପଠାଇବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି। ଆଉ ଯଦି ଆପଣଙ୍କ ନାମ ମଧ୍ୟ କାଳିଆ ଯୋଜନା ହିତାଧିକାରୀ ଅଟନ୍ତି ତାହେଲେ ଆପଣଙ୍କୁ ମଧ୍ୟ ଟଙ୍କା ମିଳିବ। ଏଥିସହିତ ଆପଣଙ୍କୁ କୌଣସି ଆବେଦନ କରିବାକୁ ଆବଶ୍ୟକ ପଡ଼ିବ ନାହିଁ, କିନ୍ତୁ KYC ନିଶ୍ଚିତ ଭାବରେ କରିନେବେ ବ୍ୟାଙ୍କ ଖାତାରେ। ଏବେ ଚାଲନ୍ତୁ ଜାଣିବା 5 ବର୍ଷ ଫ୍ରି ରାସନ ବାବଦରେ, କାରଣ ଏହା ମୋଦି ସରକାର କହିଛନ୍ତି। ଯଦି ଆପଣଙ୍କର ରାସନ କାର୍ଡ଼ ଅଛି ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ମିଳିବ। ଯଦି ଯେଉଁମାନଙ୍କର ରାସନ କାର୍ଡ଼ ନାହିଁ ସେମାନେ ଚାହୁଁଛନ୍ତି ଘରେ ବସି ଅନଲାଇନରେ ଆପ୍ଲାଏ କରିବା ପାଇଁ, ତାହେଲେ କମେଣ୍ଟ କରି ନିଶ୍ଚୟ ବତାନ୍ତୁ। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ତାହେଲେ ଆପଣଙ୍କ ପାଇଁ ଆସିଯାଇଛି ଏପରି ଏକ ବଡ଼ ଖବର ଯାହାକୁ ଶୁଣିଲେ ଆପଣମାନେ ଖୁସିରେ ପାଗଳ ହୋଇଯିବେ। ଯଦି ଆପଣଙ୍କ ପାଖରେ ଏହି ରାସନ କାର୍ଡ଼ ଅଛି ତେବେ ଆପଣ ମାଗଣାରେ ଏକ ଗ୍ୟାସ୍ ଚୁଲା ଓ ଏକ ଗ୍ୟାସ୍ ସିଲିଣ୍ଡର ପାଇପାରିବେ। କିପରି ଏହାର ଫାଇଦା ଉଠାଇପାରିବେ ଚାଲନ୍ତୁ ଜାଣିବା। କିନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣ ଚାହୁଁଛନ୍ତି ବିଭିନ୍ନ ପ୍ରକାର ଯୋଜନା ଓ ଏହିଭଳି ସୂଚନା ଜାଣିବା ପାଇଁ ତାହେଲେ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ମାଗଣା ଗ୍ୟାସ୍ ଷ୍ଟୋଭ୍ ଓ ଗ୍ୟାସ୍ ସିଲିଣ୍ଡର ପାଇବା ପ୍ରଥମେ ଆପଣଙ୍କୁ BPL ରାସନ କାର୍ଡ଼ ଆବଶ୍ୟକତା ରହିଛି। ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଦ୍ୱାରା କାର୍ଯ୍ୟକାରୀ କରାଯାଇଅଛି। 2016 ପ୍ରଧାନମନ୍ତ୍ରୀ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଏହି ଯୋଜନାଗୁଡ଼ିକ ଉପଲବ୍ଧ ରହିଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ନିୟନ୍ତ୍ରଣ ଦ୍ୱାରା ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। BPL ପରିବାରକୁ LPG ଗ୍ୟାସ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି। ଏହି ଯୋଜନା ଅନୁସାରେ ଆପଣ 1600 ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗରିବ ମହିଳାମାନେ 3ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ କିଣିପାରିବେ। ଯେଉଁମାନେ ଦରିଦ୍ର ସୀମାରେଖା ପରିବାର ରୁହନ୍ତି ସେମାନେ ଏହି ଯୋଜନା ଉପଭୋଗ କରିପାରିବେ ନାହିଁ। ଏହି ଦିନରେ ଆପଣମାନେ 3ଟି ଗ୍ୟାସ୍ ସିଲିଣ୍ଡର ଫ୍ରିରେ ମଧ୍ୟ ପାଇପାରିବେ। ଯଦି ଆପଣ ଏହିଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ।